ଜାତକ ଚକ୍ରରେ ଦେବଗୁରୁ ବୃହସ୍ପତିଙ୍କର ଶୁଭ ସ୍ଥିତି ବ୍ୟକ୍ତିର ଜୀବନରେ ଧନ, ଜନ, ସୁଖ, ସମୃଦ୍ଧି, ସନ୍ତାନ, ଶିକ୍ଷା ଏବଂ ବୈବାହିକ ଜୀବନର ସମସ୍ତ ସୁଖ ଭୋଗ କରାଇବା ସହିତ ଧର୍ମ ଓ ଆଧ୍ୟାତ୍ମ ପଥରେ ବ୍ୟକ୍ତିକୁ ପରିଚାଳିତ କରିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଚଳିତ 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବୃଷ ରାଶିରେ ଅବସ୍ଥାନ କରିଥିବା ଧନୁ ଓ ମୀନ ରାଶିର ଅଧିପତି ବୃହସ୍ପତି ମହାଗ୍ରହ ମେ ମାସ 14 ତାରିଖ ବୁଧବାର ଦିନ ଗୋଚରରେ ବୁଧଙ୍କର ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରେ ବୃହସ୍ପତି ପ୍ରାୟ 1 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାନ କରିଥାନ୍ତି ଏବଂ ଜାତକ ଚକ୍ରରେ ଦେବଗୁରୁ ବୃହସ୍ପତିଙ୍କର ଶୁଭ ସ୍ଥିତି ବ୍ୟକ୍ତିର ଜୀବନରେ ଧନ, ଜନ, ସୁଖ, ସମୃଦ୍ଧି, ସନ୍ତାନ, ଶିକ୍ଷା ଏବଂ ବୈବାହିକ ଜୀବନର ସମସ୍ତ ସୁଖ ଭୋଗ କରାଇବା ସହିତ ଧର୍ମ ଓ ଆଧ୍ୟାତ୍ମ ପଥରେ ବ୍ୟକ୍ତିକୁ ପରିଚାଳିତ କରିଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କୁ 3 ଗୋଟି ଦୃଷ୍ଟି ପ୍ରଦାନ କରାଯାଇଛି। ପଞ୍ଚମ, ସପ୍ତମ ଓ ନବମ ଦୃଷ୍ଟି, ଅର୍ଥାତ୍ ବୃହସ୍ପତି ରାଶିଚକ୍ରର ଯେଉଁ ଭାବରେ ଅବସ୍ଥାନ କରିଥାନ୍ତି ସେହି ସ୍ଥାନଠାରୁ ପଞ୍ଚମ, ସପ୍ତମ ଓ ନବମ ଭାବକୁ ଦୃଷ୍ଟି ପ୍ରଦାନ କରିଥାନ୍ତି। ବୃହସ୍ପତିଙ୍କର ଦୃଷ୍ଟିକୁ ଜ୍ୟୋତିଷ ଶାସ୍ତ୍ର ବଡ଼ ଶୁଭ ଦୃଷ୍ଟି ହିସାବରେ ଗ୍ରହଣ କରିଥାଏ। ବୃହସ୍ପତି ମହାଗ୍ରହ ତାଙ୍କର ପଞ୍ଚମ, ସପ୍ତମ ଓ ନବମ ଦୃଷ୍ଟିରେ ରାଶିଚକ୍ରର ଯେଉଁ ରାଶି ଓ ଯେଉଁ ଭାବକୁ ଦୃଷ୍ଟି ପ୍ରଦାନ କରିଥାନ୍ତି ସେହିସବୁ ଭାବର ଶୁଭ ଫଳରେ ବିଶେଷ ବୃଦ୍ଧି ଘଟିଥାଏ ଏବଂ ଦ୍ୱାଦଶ ରାଶିଚକ୍ରରେ ଏକ ଯୁଗର ନିର୍ମାଣ ହୋଇଥାଏ, ଯାହାକୁ କି ସାଧାରଣତଃ କୁହାଯାଇଥାଏ 12 ବର୍ଷ ପରେ ମଣିଷ ଜୀବନରେ ଯୁଗ ପରିବର୍ତ୍ତନ ସମୟ ଆସିଥାଏ। ଜାଣିବା 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ଶୁକ୍ରଙ୍କ ରାଶି ବୃଷ ରାଶିରୁ ବାହାରି ବୁଧ ମହାଗ୍ରହଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କଲେ ରାଶି କୁଣ୍ଡଳୀର ଦ୍ୱାଦଶ ତଥା ସବା ଶେଷ ରାଶି ମୀନ ରାଶି କିପରି ପ୍ରଭାବିତ ହେଉଛି ଏବଂ ମୀନ ରାଶିର ବ୍ୟକ୍ତିବିଶେଷ ପ୍ରାୟ 1 ବର୍ଷ ପର୍ଯ୍ୟନ୍ତ କ'ଣ ସବୁ ଫଳ ପ୍ରାପ୍ତ କରିବେ। ମୀନ ରାଶି ପାଇଁ ବୃହସ୍ପତି ମୀନ ରାଶି ବା ମୀନ ଲଗ୍ନର ଅଧିପତି ହୋଇଥିବା ବେଳେ ମୀନ ରାଶିର ଦଶମ କର୍ମଭାବର ଅଧିପତି ମଧ୍ୟ ହୋଇଥାନ୍ତି। ସେହି ଦୃଷ୍ଟିରୁ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ମୀନ ରାଶି ପାଇଁ ବିଶେଷ ମହତ୍ତ୍ୱ ରଖିଥାଏ। ବର୍ତ୍ତମାନ ମୀନ ରାଶିର ତୃତୀୟ ଭାବ ବୃଷ ରାଶିରେ ଅବସ୍ଥାନ କରିଥିବା ବୃହସ୍ପତି ମେ ମାସ 14 ତାରିଖ ପରେ ଚତୁର୍ଥ ଭାବ ମିଥୁନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ମୀନ ରାଶିର ଅଷ୍ଟମ ଭାବ ତୁଳା ରାଶି ଉପରେ ରହୁଥିବାରୁ ଏହା ମୀନ ରାଶି ପାଇଁ ଆୟୁଷ ବୃଦ୍ଧିର ସୂଚନା ଦିଏ। ଆର୍ଥିକ ପ୍ରୋତ୍ସାହନ ମିଳିଯିବାର ବହୁତ ସମ୍ଭାବନା ମଧ୍ୟ ଏହି ସମୟରେ ଦେଖାଯାଏ। ବୃହସ୍ପତି ତାଙ୍କର ସପ୍ତମ ଦୃଷ୍ଟି ନିଜ ଗୃହ ଦଶମ ଭାବସ୍ଥ ଧନୁ ରାଶି ଉପରେ ପ୍ରଦାନ କରୁଥିବାରୁ ମୀନ ରାଶି ବ୍ୟକ୍ତି ଏହି ସମୟରେ କର୍ମ ଭାବରେ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରାପ୍ତ ହେବେ। ଅର୍ଥାତ୍ ମୀନ ରାଶି ବ୍ୟକ୍ତି ଯେଉଁ କର୍ମ କରୁଥାନ୍ତୁ ନା କାହିଁକି ସେହି କର୍ମ ଭାବରେ ସମସ୍ତ ଶୁଭ ଫଳ ସେମାନେ ଏହି ସମୟରେ ପାଇପାରିବେ। ଏହା ସହିତ ନୂତନ କର୍ମ ମଧ୍ୟ ଆରମ୍ଭ କରିପାରନ୍ତି। ବୃହସ୍ପତି ତାଙ୍କର ନବମ ଦୃଷ୍ଟିରେ ମୀନ ରାଶିର ବ୍ୟୟସ୍ଥାନ କୁମ୍ଭ ରାଶିକୁ ଚାହୁଁଥିବାରୁ
मीन राशि व्यक्ति यही समय अधिका खर्च करिपारन्ति। अवश्य यह सब खर्च हेब। गृह बा जगह बाड़ी किनिबा, घर मरामती करिबा, घरे मांगलिक बा शुभ कार्य बड़ धरणर अर्थ खर्च करिबा तथा संतान मानकर शिक्षार बेस आखि दृष्टिया आर्थिक व्यय करिबा प्रभृति एहीपरि भाव में अर्थ खर्च हेबार संभावना बहुत अधिका। पुनश्च 2025 मसीहा अक्टोबर मास 19 तारिख परठारु डिसेम्बर मास 4 तारिख पर्यंत बृहस्पति कर्कट राशि रे अवस्थान करने थिबारु यह मीन राशि पाई पंचम बृहस्पति हेब। कर्कट राशि बृहस्पतिंकर उच्च राशि, तेणु मीन राशि पंचम भाव में बृहस्पति उच्च भाव में रहिबा मीन राशि पाई बहुत भल फल प्रदान करिवे। एही समय रे मीन राशि व्यक्तिंकर आर्थिक स्थिति सुदृढ़ रहिबा सहित वाणिज्य व्यवसाय प्रचुर धनागम हेब। चाकरी करुथिले कर्मक्षेत्र में सुनाम अर्जन करिवे। ता सहित प्रमोशन और इंक्रीमेंट मिल पार। नूतन चाकरी मिलबार संभावना देखा जाए। प्रेम संपर्क में बा लव लाइफ रे थिबा प्रेमी जुगलों यही समयटी बड़ एक वरदान रूप में साब्यस्त हो पारे। प्रेम संपर्क को परिणय सूत्र में बांधिबा योजना करिपारन्ति। अविवाहित मानक विवाह प्रस्ताव आसी स्थिरीकृत होइजिब। दाम्पत्य और पारिवारिक जीवन सुखमय रहिब। आसन्न संतान संभव पुत्र संतान जन्म देवार बहुत संभावना। आर्थिक समृद्धि लगी रहिब। एत गला मीन राशि बृहस्पति चलनर मोटामोटी प्रभाव। बृहस्पति महाग्रह चलन में मीन राशि व्यक्ति रही अशुभत्व को एड़ाई शुभ फल पाइबा निमंते ब्राह्मण को भोजन में आप्यायित करी आशीर्वाद प्राप्त करंतु। श्रीक्षेत्र में विराजित महाविष्णु श्री जगन्नाथ महाप्रभु को नियमित दर्शन कले रही अशुभत्व दूर हो शुभत्वर बहुगुण फल मिलता है। जय जगन्नाथ। वीडियोटी भल लगिले लाइक, कमेंट, सब्सक्राइब और शेयर करने को अनुरोध। नमस्कार। तपन।